ଆଜିର ପ୍ରଥମ ଖବର। ଆଜି ଆବୁଧାବି ସ୍ଥିତ BAPS ସ୍ୱାମୀ ନାରାୟଣ ମନ୍ଦିରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ଦିରର କୋଣ ଅନୁକୋଣରେ ଭାରତୀୟ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ନାଗର ଶୈଳୀରେ ନିର୍ମାଣ ହୋଇଥିବା ଏହି ମନ୍ଦିର ଗୁଜରାଟର ସୋମନାଥ ଏବଂ କାଶୀ ବିଶ୍ୱନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରୁଛି। 27 ଏକର ଜମିରେ ନିର୍ମିତ ଏହି ମନ୍ଦିରରେ ଖର୍ଚ୍ଚ ହୋଇଛି ପ୍ରାୟ 700 କୋଟି ଟଙ୍କା ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର। ଗର୍ଭବତୀ ମହିଳାଙ୍କୁ ମିଳୁଥିବା ମମତା ଯୋଜନା ସହାୟତା ରାଶି 2 ଗୁଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନିଷ୍ପତ୍ତି ନେଇଛନ୍ତି। ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ 2ଟି କିସ୍ତିରେ 5,000 ଟଙ୍କା ପ୍ରଦାନ କରାଯାଉଥିଲା। ଏବେ 2ଟି କିସ୍ତିରେ 10,000 ଟଙ୍କା ପ୍ରଦାନ କରାଯିବ। ଅଗଷ୍ଟ 2023ରୁ ଯେଉଁମାନେ ଅଛନ୍ତି ସମସ୍ତ ଯୋଗ୍ୟ ହିତାଧିକାରୀ ଏବେ ଏହି ବର୍ଦ୍ଧିତ ରାଶି ପାଇବେ ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର। ଆଜି ପୁଣି ଭିଜିବ ଓଡ଼ିଶା। ବର୍ତ୍ତମାନ ରାଜ୍ୟରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଥିବା ବେଳେ ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜିଠୁ ଉତ୍ତର ଓଡ଼ିଶାରେ ହାଲକା ବର୍ଷା ସମ୍ଭାବନା ରହିଛି। କାଲି ବଢ଼ିବ ବର୍ଷାର ପରିମାଣ ଏବଂ ବିସ୍ତୃତି। କାଲି 25ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଏବଂ 5ଟି ଜିଲ୍ଲାରେ ହାଲକା ବର୍ଷା ହେବ ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର। କମିବ ଦୁର୍ଘଟଣା, ଅକାଳରେ ଯିବନି ଜୀବନ। ଆଜି 5T ଉପକ୍ରମରେ ଆରମ୍ଭ ହେଲା ଉଦ୍ୟମ। ଖୁବ୍ ଶୀଘ୍ର ହଟିବ ସମସ୍ୟା। ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲା ଟ୍ରକ୍ ମାଲିକ ସଂଘ। ଟୁଇନ୍ ସିଟି ଦେଇ ଯାଇଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ହେଉଥିବା ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଳିଷ୍ଠ ପଦକ୍ଷେପ। ରାସ୍ତାକଡ଼ରେ ବେଆଇନ ଭାରୀଯାନ ପାର୍କିଂର ସ୍ଥାୟୀ ସମାଧାନ ପାଇଁ ଆରମ୍ଭ ହୋଇଛି ଉଦ୍ୟମ। 5T ଉପକ୍ରମରେ ରାଜ୍ୟ ପରିବହନ ବିଭାଗ ସହଯୋଗରେ କଟକ ଜଗତସିଂହପୁରରେ ନିର୍ମାଣ ହେବାକୁ ଯାଉଛି ରାଜ୍ୟର ବୃହତ୍ତମ ଟ୍ରକ୍ ଟର୍ମିନାଲ ବୋଲି ସୂଚନା ରହିଛି। ପରବର୍ତ୍ତୀ ଖବର। ଝିଅକୁ କରୁଥିଲା ଏକତରଫା ପ୍ରେମ, ହେଲେ ଝିଅ ନିଜ ଘରକୁ ଆସି ରହିବାରୁ ରାଗି ଯାଇଥିଲା ଏକତରଫା ପ୍ରେମ କରୁଥିବା ପ୍ରେମିକ। ଆଉ ରଚିଲା ନାରକୀୟ କାଣ୍ଡ। ଘରେ ପଶିଲା ଆଉ ମା ସମ୍ମୁଖରେ ଝିଅ ଏବଂ ବାପାଙ୍କୁ ଭୁଜାଲିରେ ହାଣି ଗୁରୁତର କରି ଚମ୍ପଟ ମାରିଲା ପ୍ରେମିକ। ଗତକାଲି ଏଭଳି ଘଟଣା ଘଟିଛି ଉଦଳା ଥାନା ଜଗନ୍ନାଥୀ ଗ୍ରାମରେ ବୋଲି ସୂଚନା ରହିଛି।